ବାସନ୍ତିକ ଦୁର୍ଗୋତ୍ସବର ମହାନବମୀ ଏବଂ ରାମନବମୀ ପାଇଁ ଉତ୍ସବ ମୁଖର ବାଲେଶ୍ୱର ସହର ବିଭିନ୍ନ ବାସନ୍ତୀ ପୂଜା ମଣ୍ଡପ ସମେତ ହନୁମାନ ମନ୍ଦିରମାନଙ୍କରେ ଚାଲିଛି ଶ୍ରଦ୍ଧା ଓ ଭକ୍ତିର ସହ ପୂଜାର୍ଚ୍ଚନା। ବିଭିନ୍ନ ଶକ୍ତିପୀଠ ଗୁଡ଼ିକରେ ଚୈତ୍ର ପ୍ରତିପଦଠାରୁ ଚାଲିଥିବା ନବରାତ୍ର ପୂଜାରେ ମହାନବମୀ ଅବସରରେ ପୂର୍ଣ୍ଣାହୁତି ପଡ଼ିଛି। ପବିତ୍ର ଏହି ମହାନବମୀରେ ବାଲେଶ୍ୱର ସହର ସମେତ ସମଗ୍ର ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ଆଦ୍ୟାଶକ୍ତି ମା ଦୁର୍ଗାଙ୍କର ବାସନ୍ତିକ ଉତ୍ସବରେ ଷୋଡ଼ଶ ଉପଚାର ପୂଜା ସହିତ ରାମନବମୀ ନିମନ୍ତେ ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ବ୍ରତଧାରୀମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ତିଥି ପୁନର୍ବସୁ ନକ୍ଷତ୍ର ଯୋଗରେ ଶ୍ରୀରାମନବମୀ ପାଳନ କରାଯାଇଥାଏ। ଏହି ଦିନଟିକୁ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ପୁଣ୍ୟ ପ୍ରକଟ ଦିବସ ବୋଲି ମଧ୍ୟ କୁହାଯାଇଥାଏ। ଏହାଛଡ଼ା ପ୍ରତ୍ୟେକ ହିନ୍ଦୁମାନଙ୍କ ଘରେ ରାମ ଲକ୍ଷ୍ମଣ ସୀତାଙ୍କ ସହ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ସଙ୍କଟମୋଚନ ହନୁମାନଙ୍କୁ ପୂଜା କରାଯାଇଥିବା ବେଳେ ବିଭିନ୍ନ ରାମ ମନ୍ଦିର ଓ ହନୁମାନଙ୍କ ମନ୍ଦିରରେ ମଧ୍ୟ ଶ୍ରଦ୍ଧା ଓ ଭକ୍ତିର ସହ ପୂଜାର୍ଚ୍ଚନା କରାଯାଇଥାଏ। ପବିତ୍ର ଶ୍ରୀରାମନବମୀ ପାଇଁ ସମଗ୍ର ବାଲେଶ୍ୱର ସହର ଉତ୍ସବ ମୁଖର ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଛି। ଏହି ଅବସରରେ ବାଲେଶ୍ୱର ସହରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ହନୁମାନ ମନ୍ଦିରମାନଙ୍କରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବହୁ ସଂଖ୍ୟାରେ ଭକ୍ତମାନେ ଶ୍ରଦ୍ଧା ଓ ଭକ୍ତିର ସହ ହନୁମାନଙ୍କ ମନ୍ଦିରରେ ପୂଜା କରୁଥିବା ଦେଖିବାକୁ ମିଳିଥିଲା। ସହରର ଫାଣ୍ଡି ଛକ, ମୋତିଗଞ୍ଜର ମାରୱାଡ଼ିପଟି ପ୍ରଭୃତି ଅଞ୍ଚଳର ହନୁମାନ ମନ୍ଦିରରେ ରାମନବମୀ ପାଇଁ ସ୍ୱତନ୍ତ୍ର ନୀତି ପୂଜା ହୋଇଥିଲା।